আপনার অনলাইন স্ଟডি ମୁଁ ସ୍ୱାଗତ କରୁଛି। ଆଜି ଆମେ ଷଷ୍ଠ ଶ୍ରେଣୀ ସଂସ୍କୃତ ବହିର ନବମ ପାଠ ଯୋଉଟା ଅଛି ଇକାରାନ୍ତ ନପୁଂସକଲିଙ୍ଗ ଇକାରାନ୍ତ ପୁଲିଙ୍ଗ ଅର୍ଥାତ୍ ଇକାର ଅନ୍ତ ଥିବ ଆଉ ସେଇଟା ପୁଲିଙ୍ଗ ଶବ୍ଦ ଗୁଡ଼ାକ ହେଇଥିବ। ଇକାର ଅନ୍ତ କିପରି ହେଲା? ଯେପରିକି ଦେଖ ଏଥିରେ ମୁନି ଶବ୍ଦ ଅଛି। ମୁନିରେ ଏଇ ଯୋଉ ନରେ ଅଛି, ନରେ କ'ଣ ଅଛି? ଇ ଅଛି, ହର୍ଷେଇ ଅଛି। ଠିକ୍ ସେହିପରି କପିରେ କ'ଣ ଅଛି? ହର୍ଷେଇ ଅଛି। କବିରେ ହର୍ଷେଇ ଅଛି ମାନେ ଏ ହର୍ଷେଇଟା ଲାଷ୍ଟକୁ ଅଛି। ପୁଣି ଥରେ ମୁଁ କହିଦେଉଛି ମୁନି କିପରି ଗଠିତ ହେଲା ମାନେ ଦେଖ ମ ଯୁକ୍ତ ଉ ସରି ମୁଁ ଓଡ଼ିଆରେ ଲେଖିଦେଉଛି ତମେ ଜାଣିପାରିବ। ମ ଯୁକ୍ତ ଉ ଯୋଗ ନ ହଲନ୍ ଦେବ ଏଇଟା ଯୁକ୍ତ ହର୍ଷଇ এইটা ତାମାନେ ମୁନି ହେଇଛି ହେଲା। ତ ଏଇଟାକୁ ମରେ ଉ ମିଶିକି ମୁଁ ହେଲା ଆଉ ନରେ ହର୍ଷେ ମିଶିକି ମୁନି ହେଇଛି। ବିସର୍ଗକୁ ବିସର୍ଗ ଆସିଯାଏ। ତ ଏଇ ଯୋଉ ଇଟା ଅନ୍ତରେ ଅଛି ତ ଏଇଟା ହଉଛି ଇକାରାନ୍ତ। ଠିକ୍ ଅଛି? ମାନେ ଶେଷ ବ୍ୟଞ୍ଜନ ବର୍ଣ୍ଣରେ ଯେଉଁ ସ୍ୱର ବର୍ଣ୍ଣଟା ଲାଗିଥାଏ ସେଇଟା ସେଇ କାରାନ୍ତ ଆମେ କହିବା। ତ ଇକାରାନ୍ତ ହେଲା ଆଉ ଏଇ ଯୋଉ ମୁନି ଶବ୍ଦଟି ହେଉଛି ପୁଲିଙ୍ଗ ଶବ୍ଦ, ପୁରୁଷବାଚକ ଶବ୍ଦ। ସେଇଥିପାଇଁ ଏଇଟା ଗୁଡ଼ାକ ହେଉଛି ଇକାରାନ୍ତ ପୁଲିଙ୍ଗ ଶବ୍ଦ ଗୁଡ଼ାକ। ଠିକ୍ ଅଛି? ଆମେ ଏ ପାଠରେ ଯାହା ବି ପଢ଼ିବା ସବୁ ଇକାରାନ୍ତ ପୁଲିଙ୍ଗ ଶବ୍ଦ ଗୁଡ଼ାକ ପଢ଼ିବା। ତ ଏଥିରେ ଦେଖ ପ୍ରଥମେ ଅଛି ମୁନିହି। ମୁନିହି ମାନେ ଫଟୋ ଚିତ୍ର ଦେଖିକି ଜାଣିପାରୁଛୁ ଯେ ଏଇଟା ଗୋଟେ ମୁନି ଚିତ୍ର। ଯୋଉଟାକି ଜଟା ଅଛି, ଦାଢ଼ି ଅଛି, ସେମାନେ ଜଟ ରୁଦ୍ରାକ୍ଷ ମାଲା ଜପ କରୁଛି। ତ ଏହାକୁ ଆମେ ମୁନି ବୋଲି କହିବା। ଠିକ୍ ସେପରି କପିହି। କପିହି ମାନେ ମାଙ୍କଡ଼ ବା ବାନର ଯୋଉଟା ଆମେ କହିଥାଉ। ନେକ୍ସଟ ହେଉଛି କପି। କବିହି। କବିହି ମାନେ ଯିଏ କବିତା ଲେଖନ କରେ। କବିତା ବେଲେ କ'ଣ? ଯୋଉଟାକି ଆମେ ପଦ୍ୟ ଆକାରରେ ଯୋଉଟା ଓଡ଼ିଆରେ ଆମେ ପଦ୍ୟ ବୋଲି କହିଥାଉ ସେଇଟା। ସେଇଟା ଯିଏ ଲେଖେ ତାକୁ ଆମେ କବି ବୋଲି କହିବା। ନେକ୍ସଟ ଅଛି ମହୋଦଧି। ମହୋଦଧି ମାନେ ସମୁଦ୍ର। ସମୁଦ୍ର ଯୋଉଟାକି ଆମର ଅନେକ ପ୍ରକାର ସମୁଦ୍ର ଅଛି ଆମ ଭାରତରେ। ଗିରି। ଗିରି ମାନେ ପର୍ବତ। ମାନେ ଅନେକ ପ୍ରକାର ପର୍ବତ, ହିମାଳୟ ପର୍ବତ ଆହୁରି ଯୋଉ ପର୍ବତ ଗୁଡ଼ାକର ନାଁ ବି ତମେ ଜାଣିଛ ସେଇଟା ମୋତେ କମେଣ୍ଟରେ ଜଣାଇବ। ଏଇଟା ପର୍ବତ ହେଲା। ଠିକ୍ ଅଛି? ତୁମ ଅଞ୍ଚଳରେ କୋଉ ପର୍ବତ ଅଛି? ଆମ ଅଞ୍ଚଳରେ ମଟକାଇ ଅଛି, ହାତୀ ପାହାଡ଼ ଅଛି। ତ ଏହିପରି ଭାବରେ ତୁମ ଲୋକାଲ ଏରିଆରେ ଯୋଉ ପାହାଡ଼ ଗୁଡ଼ାକ ଅଛି ମୋତେ ଜଣାଇବ। ନେକ୍ସଟ ଅଛି ଅଗ୍ନିହି। ଅଗ୍ନିହି ମାନେ ନିଆଁ। ଏଇ ଯୋଉ ଦଣ୍ଡ ଅଛି ଏଇଟା ନୁହଁ, ଏଇଟା ବହ୍ନି ବା ଯୋଉ ଦ୍ୱାରା ଆମେ ମାଚିଷ୍ଟି ମାରିଲା ପରେ ଯୋଉଟା ଜଳିଥାଏ ତାକୁ ଆମେ କହିଥାଉ ବହ୍ନିହି, ନିଆଁ। ନେକ୍ସଟ ଆସିଯିବା ଉକାରାନ୍ତ ପୁଲିଙ୍ଗ ଶବ୍ଦ। ଉକାରାନ୍ତ ପୁଲିଙ୍ଗ ଶବ୍ଦ ମାନେ ଯେପରି ସାଧୁ। ସାଧୁରେ କ'ଣ ଅଛି? ସା ଅଛି ଆଉ ଧୁରେ କ'ଣ ଅଛି? ଉ ଅଛି। ଏଇ ଯୋଉ ଉଟା ଅନ୍ତରେ ଅଛି, ଶେଷରେ ଅଛି, ସେଇଟା ହେଲା ଉକାରାନ୍ତ। ଆଉ ଏଇଟା ପୁଲିଙ୍ଗ ମାନେ ସାଧୁ, ତରୁ, ଶିଶୁ, ବିଷ୍ଣୁ, ଭାନୁ, ବେଣୁଃ ଏସବୁ ଗୁଡ଼ାକ ପୁଲିଙ୍ଗ ଶବ୍ଦ, ପୁରୁଷବାଚକ ଶବ୍ଦ। ସେଇଥିପାଇଁ ଉକାରାନ୍ତ ପୁଲିଙ୍ଗ ବୋଲି ହେଲା। ଏବେ ଆମେ ଦେଖିବା ଏଇଟାକୁ ସାଧୁଃ। ସାଧୁଃ ମାନେ ଦେଖ ଏଇଟା ଗୋଟେ ପ୍ରାତଃ କାଳରେ ସେ ସମୁଦ୍ର ପାଖରେ ଜପ ଧ୍ୟାନ କରି ତର୍ପଣ ଆଦିକମ୍ କର୍ମ କରିକି ଏଇ ଧ୍ୟାନ କରୁଛି ଆଉ ସୂର୍ଯ୍ୟ ନମସ୍କାର କରୁଛି। ସୂର୍ଯ୍ୟଙ୍କୁ ପ୍ରାର୍ଥନା କରୁଛି ଭଲ ବ୍ୟକ୍ତି ହିସାବରେ। ସେଇଟା ହେଉଛି ସାଧୁ। ତ ସମସ୍ତେ ଏହିପରି କରିଲେ ଏଇଟା ହୁଅନ୍ତି କି? ନୁହେଁ। ମାନେ ଆମେ ଜାଣିଯିବା ତାର ବେଶଭୂଷାରୁ ଜିନ୍ସ ପ୍ୟାଣ୍ଟ ଟି ସାର୍ଟ ପିନ୍ଧିଥିବା ଧ୍ୟାନ କରୁଥିବା। ଜିନ୍ସ ପ୍ୟାଣ୍ଟ ଟି ସାର୍ଟ କାନରେ ଇୟରଫୋନ୍ ଲାଗି ସମ୍ବଲପୁରୀ ଗୀତ ଶୁଣୁଥିବା ସେଇଟାକୁ ସାଧୁ କହିବା। ନୁହେଁ। ସେଇଟା ପରେ ଆମେ ତା ଗେଟଅପ୍‌ରୁ, ତା ଚରିତ୍ରରୁ, ତା ବ୍ୟବହାରରୁ, ତା ଆଚାରରୁ ଆମେ ଜାଣିଯିବା ଯେ ସେଇଟା ଗୋଟେ ସାଧୁ ବ୍ୟକ୍ତି। ଏ ଫଟୋ ଚିତ୍ରକୁ ଦେଖିଲେ ଆମେ ସାଧୁ ବ୍ୟକ୍ତି ବୋଲି ଜାଣୁଛୁ। ନେକ୍ସଟ ତରୁଃ। ତରୁଃ ମାନେ କ'ଣ? ଏଇଟା ବୃକ୍ଷ। ବୃକ୍ଷ ମାନେ ଗଛ ଯୋଉଟାକି ଅନେକ ପ୍ରକାର ପତ୍ର, ଫଳ ସମାହାରରେ ଅଛି। ଆମ ଘରେ ପୁରାପୁରି ଚାରିଆଡ଼େ ତରୁ ଗଛ ଗୁଡ଼ା ଅଛି। ନେକ୍ସଟ ଶିଶୁଃ। ଶିଶୁଃ ମାନେ ଏଇଟା ମାନେ ଛୋଟ ଛୁଆ ଯୋଉଟାକି ମା କ୍ଷୀର ପିଇଥାନ୍ତି, ଛୋଟ ବେଳେ ଅନେକ ଦୁଷ୍ଟାମି ଚଗଲାମି କରିଥାନ୍ତି, ସେହିପରି ଶିଶୁ ବୋଲି ଆମେ କହିପାରିବା। ନେକ୍ସଟ ହେଉଛି ବିଧୁଃ। ବିଧୁଃ ମାନେ ଚନ୍ଦ୍ର। ଚନ୍ଦ୍ର ରାତିରେ ଉଦୟ ହୋଇଥାନ୍ତି ଆଉ ଦିନ ବେଳେ ଅସ୍ତ ହେଇଥାନ୍ତି। ଆମକୁ ଦିଶେ ନାହିଁ, ସେଇଟା ହେଉଛି ଚନ୍ଦ୍ର। ବେଣୁଃ। ବେଣୁଃ ବୋଲେ ଆମର ବଇଁଶୀ। ବଇଁଶୀ ଯୋଉଟାକି ଭଗବାନ ଶ୍ରୀକୃଷ୍ଣ ଧରିଥିଲେ ଆଉ ସେଇ ଗୀତ ବଜାଉଥିଲେ ବେଣୁ ଦ୍ୱାରା। ନେକ୍ସଟ ଅଛି ଭାନୁଃ। ଭାନୁଃ ମାନେ ସୂର୍ଯ୍ୟ। ସୂର୍ଯ୍ୟ ଦିନରେ ଉଦୟ ହୋଇଥାନ୍ତି, ଆମକୁ ଖରା ଦେଇଥାନ୍ତି। ନିଆଁ ସମୁଦ୍ର ମାନେ ନିଆଁ ପ୍ରବଳ ଜୋରରେ ଦିନ ବେଳେ ଦେଇଥାନ୍ତି, ସେଇଟାକୁ କହିବା ଆମେ ଭାନୁଃ। ଭାନୁ ମାନେ ସୂର୍ଯ୍ୟ, ଭାସ୍କର ବୋଲି ମଧ୍ୟ କହିଥାଉ। ଏଇ ପାଠଟି ଏପରି ଇକାରାନ୍ତ ଆଉ ଉକାରାନ୍ତ ଆମେ ପୁଲିଙ୍ଗ ଶବ୍ଦ ଜାଣିଲେ। ଏହାର ଅଭ୍ୟାସ ମୁଁ ନେକ୍ସଟ ଭିଡ଼ିଓରେ ଦେବି। ଆମ ଚ୍ୟାନେଲ ସହିତ ଯୋଡ଼ି ହେଇକି ରହିଥାଅ। ମୋତେ କମେଣ୍ଟରେ ଅନ୍ୟାନ୍ୟ ଭିଡ଼ିଓ ଗୁଡ଼ାକ ଦେବା ପାଇଁ ଆସିଗଲାଣି। ମୁଁ ତୁମମାନଙ୍କୁ ଜଲ୍ଦି ସବୁଦିନ ଗୋଟେ ଭିଡ଼ିଓ ଦେବାକୁ ଯାଉଛି। ରଖୁଛି। ଧନ୍ୟବାଦ।